ଉପଯୋଗୀ ରହିବ ଯିବା ପାଇଁ ତାହେଲେ ଆସନ୍ତାକାଲି ଆକାଶ ମାର୍ଗରୁ ମଧ୍ୟ ଇଏ ଟିକେ ନିରୀକ୍ଷଣ କରିବୁ। ଯଦି ପାଗ ଶୁଖିଲା ନ ରହେ ତାହେଲେ ବ୍ୟକ୍ତିଗତ ଭାବରେ ମୁଁ ମଧ୍ୟ ବିଭିନ୍ନ ଜିଲ୍ଲାକୁ କ୍ଷୟକ୍ଷତିର ଆକଳନ ବାବଦରେ ସମୀକ୍ଷା କରିବା ପାଇଁ ଏବଂ କ୍ଷୟକ୍ଷତି ପ୍ରଦାନ ସମୟରେ ସମୀକ୍ଷା କରିବା ପାଇଁ ମୁଁ ମଧ୍ୟ ଯିବାର ଯୋଜନା କରିଛି। ନାଇଁ ସେଟା କିଛି ସ୍ଥିର ହେଇନାହିଁ, ଅପେକ୍ଷା କରନ୍ତୁ। ଇଏ ବାବଦରେ ଯେତେ ସମ୍ଭବ ହେଇପାରିବ କରିବା ପାଇଁ ଆମେ ଯୋଜନା କରିଛୁ। ସେଥିରେ ଯେଉଁ ହେଲିକପ୍ଟରଟା ଥିଲା ସେ ହେଲିକପ୍ଟର ମଧ୍ୟ ରିପେୟାରିଂ କାମରେ ଯାଇଛି। ତେଣୁ ଲୋ ଲାଇଂ ହେଲିକପ୍ଟର ମିଳିପାରିବ କି ସେ ବାବଦରେ ଅଧିକାରୀମାନଙ୍କୁ କୁହାଯାଇଛି। ଯଦି ମିଳେ ଏବଂ ପାଗ ଅନୁକୂଳ ଥାଏ ତାହେଲେ ଆକାଶ ମାର୍ଗରେ ନିରୀକ୍ଷଣ ହେବ। ଯଦି ନ ହୁଏ ଏବେ ପାଣି କାମରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତେ ଲାଗିଛନ୍ତି।